ହେଲା 24 ରେ 12 ନିଶ୍ୱାସ ପୁରିବ, 25 ରେ ଛିଡ଼ି ଯିବ ପ୍ରକୃତି ଛିଡ଼ିନ ନକ୍ଷତ୍ର ଆସି ମୀନ ଶନି ଯେବେ ହେବ 27 ନକ୍ଷତ୍ର। ଆପଣ ଦେଖନ୍ତୁ 12 ଦୁଣେ 24 ନିଶ୍ୱାସ, 25 ପ୍ରକୃତି, 27 ନକ୍ଷତ୍ର ଏକ ଟାଇମ୍ରେ ଛିଡ଼ିଛି। ଏଇଟା ହେଉଛି ପ୍ରତ୍ୟେକ ଯୁଗ ଲାଷ୍ଟରେ ଛିଡ଼େ। ଯେତେବେଳେ କି ତ୍ରେତୟା ଯୁଗ ଲାଷ୍ଟରେ ରାବଣ ମୃତ୍ୟୁରେ ବି ଏଇଟା ଲେଖା ଅଛି। ଆମର ଦ୍ୱାପର ଲାଷ୍ଟରେ ମହାଭାରତରେ ବି ଏଇଟା ଲେଖା ଅଛି। ମୀନ ଶନି ହେଲେ କୁରୁକ୍ଷେତ୍ର ହେଇଯାଇଥିଲା। ସେମିତି ମୀନ ଶନିରେ ବକ୍ରଗତି ହେବ 27ରେ, 26 ପରେ 27 ବକ୍ରଗତି ହେଲେ ସମାଜ କହେ ବା ବେଦ କହେ ବା ଇତିହାସ ଲେଖା ଅଛି। ଯେତେବେଳେ ମୀନ ଶନି ହେଇଛି, ପ୍ରତ୍ୟେକ ମୀନ ଶନିରେ ଆମର 75% ଜନହାନି ଯାଆନ୍ତି। 18 ଦିନ ଯେ ଯୁଦ୍ଧ ହୋଇଲା କସେଇ, ଉଳିଏ ବାକି ରହିଲା କଳି ଯୁଗ ପାଇଁ। ଆଉ ରଣ ନଙ୍କା ହୋଇ ପରା ରହିଲେ କଜାଣ, କଳି ଯୁଗେ ଜନ୍ମ ହୋଇ କରିବେ ଯେ ପଣ। ସେମାନେ କଳି ଯୁଗରେ ବର୍ତ୍ତମାନ ଜନ୍ମ ହୋଇ ପଣ ଆଭରଣରେ ଯୁଦ୍ଧର ଭାବନା ଦେଇଛନ୍ତି। ଆମ ଉତ୍କଳ ବା ଓଡ଼ିଶାରେ ବା ଭାରତରେ ବା ଓଡ଼ିଶା ପୁଣ୍ୟବାନ ଦେଶ। ମାନେ କ'ଣ ନା ସାଧୁ। ଜୟ ଜଗନ୍ନାଥ। ଯେତେବେଳେ କଳିଯୁଗ ହେଉଥିବ ଶେଷ, ସେତକ ବେଳକୁ ସବୁ କରିବେ ବିଶ୍ୱାସ। ଆପଣମାନେ ବର୍ତ୍ତମାନ ଚିନ୍ତା କରନ୍ତୁ, କଳିଯୁଗ ଶେଷ ସମୟରେ ସବୁ ଧର୍ମ ଅଙ୍ଗୁରି ଯାଇଛନ୍ତି, କାହାରି କିନ୍ତୁ ଜ୍ଞାନ ନାହିଁ। ଭାଗବତ କଥା ପୁରା ସତ। ଭାଗବତ କହିଥିଲା ଯେତେବେଳେ କଳିଯୁଗ ହେଉଥିବ ଶେଷ, ସେତିକି ବେଳେ ସମସ୍ତେ କରିବେ ବିଶ୍ୱାସ। ଆଉ କାହାର ହୃଦୟ ବାବୁ ଜ୍ଞାନ ଥିବ ନାହିଁ, ହାଇ ମାୟା ଭ୍ରମଣରେ ଭକ୍ତି କରୁଥିବେ ସେଇ। କୌଣସି ଲୋକର ଜ୍ଞାନ ନଥିବ। କାହିଁକି? ଯେକୌଣସି ଲୋକ ଠାକୁରକୁ ଡାକୁଥିବ କିଛି ନା କିଛି ଆଶା ବା ଭାବନା କରି। ତେଣୁ କଳିଯୁଗ ଲୋକ ଭଣ୍ଡାମିରେ ଭ୍ରଷିତ ହେବେ। କାହିଁକି ନା ସେ କହିଛି, କହିଲା କଳିଯୁଗ ନୀତି ପରା ବିଚିତ୍ର ଅଟଇ, ଆଉ ପାପ ଘାଣ୍ଟି ଦେବ ପରା ସର୍ବ ଏକ ହୋଇ। ପ୍ରକୃତିର ପ୍ରଖର ଗତିରେ ମନୁଷ୍ୟମାନେ ଚାଲିବେ। ପ୍ରକୃତି ମାନେ କ'ଣ ନା ଆମମାନଙ୍କର ନୀତି ନିୟମ ଚାଲିଚରଣ ସମ୍ପୂର୍ଣ୍ଣ କଳିଯୁଗର ଉଲ୍ଟା ହେଇଯିବ। ସେ କହିଥିଲା ପରା, କହିଲା ଚାରି ବେଦ ଏକ ହୋଇ ଜ୍ଞାନ ନ ରହିବ, ଆଉ ସଭିଏ ଏକ ପତ୍ରରେ ଭୋଜନ କରିବ। ଆପଣ ଚିନ୍ତା କରିପାରୁଛନ୍ତି? କଳିଯୁଗ ଲାଷ୍ଟରେ ଏଇ ବର୍ଣ୍ଣ ସବୁ ହବ। ଏମନ୍ତ ବେପାର ହବ ଯାହାକି ଆମର ହାରିବନ୍ଧୁ ଗୋଟିଏ ପଦରେ ଲେଖିଥିଲେ। କହିଲା ଅକୁଆ କଥା ଯେ ଆଉ ଶୁଣରେ କୁମାର କହୁଅଛି ପରା ମୁଇଁ, ଆଉ କଳି ଶେଷ ବେଳେ ଏମନ୍ତ ଘଟିବ, ଆଉ ଆଖିରେ ଦେଖିବୁ ସେଇ। ଆଉ ମାତା ପୁତ୍ର ପୁଣି ବିବାହ କରିବେ, ଆଉ ଏକ ଦୁଇ ତିନି କାନରେ ଶୁଣିବୁ ଅକୁଆ କଥାକୁ କେହି ନ ମାନିବେ ଘେନି। କେହି ପ୍ରତିବାଦ କରିପାରିବେନି। ଏମିତି ଗୋଟେ କାନୁନ ଆସିବ, ଏମିତି କଥା ହବ କି କେହି ପ୍ରତିବାଦ କରିପାରିବନି। ଲାଷ୍ଟ କଳିରେ ହାରିବନ୍ଧୁ ଲାଷ୍ଟରେ ଲେଖିଥିଲେ। ଯେତେବେଳେ କି ରାଜା ଭୁଲ କରିବ, ପ୍ରଜା କ'ଣ ପ୍ରତିବାଦ କରିବ? କହିଲା ବଡ଼ ବଡ଼ିଆ ଯେତେ ଥିବେ ହୀନ କର୍ମରେ ଲୀନ ହେବେ। ବଡ଼ ବଡ଼ିଆ ଯେତେ ଥିବେ ହୀନ କର୍ମରେ ଲୀନ ହେବେ, ଆଉ ତାଙ୍କୁ କହିବା ପାଇଁ କି କେହି ନଥିବେ ତାଙ୍କ ସାକ୍ଷୀ। ଆଉ କୁକର୍ମ ସେଇ ଯେ କରିବେ, ଗରିବ ପରେ ଭାର ଦେବେ। ହେମନ୍ତ ନିୟମ ଯେ ଜାଣ, କଳିର ରାଜୁତି ସମାନ। କଳି ରାଜୁତି କରିବ। କଳି କିଏ? ଶୁକ୍ରାଚାର୍ଯ୍ୟ। ଯାହା ଆଖି ଫୁଟି ଯାଇଥିବା ଆଖି ନେଟୱାର୍କରେ ଆମେ ସାରା ଦୁନିଆ ଦେଖୁଛେ, ସେ ଶୁକ୍ରାଚାର୍ଯ୍ୟ କଳି ରୂପରେ ଆମକୁ ଶାସନ କରୁଛି। କେମିତି ନା କଳି ଯେତେବେଳେ ଆସିଛି ନା ସେତେବେଳେ ତା ସାଙ୍ଗରେ ପାରଶୁଦ୍ଧ ଗଣକୁ ନେଇକି ଆସିଛି। କହିଲା କୂଟ କପଟ ବାଦ ଛନ୍ଦ ଏଚାରି କଳିର ଯେ ଭେଦ। ତେଣୁ କରିକି ଆମେମାନେ କୌଣସି ମତେ ମୁକ୍ତି ପାଇପାରିବା ନାହିଁ। ଯଦି କଳି ଯୁଗରେ ଜ୍ଞାନରେ ଭାବନା ଆପଣମାନଙ୍କୁ ଆସିଛି, ହରିତତ୍ତ୍ୱ ନାମ ପ୍ରେମକୁ ଆପଣମାନେ ଭାବନାର୍ଥ କର। ଏହାଠୁ ଆଉ ଅଧିକ କିଛି ପ୍ରେମ ନାହିଁ। ଯେମନ୍ତ ଭାବରେ ପ୍ରେମ ହିଁ ମୂଳ ଧାର୍ଯ୍ୟ। ଆଉ ଗୋଟିଏ କାମ କର, କିଛି ଦେବତ୍ୱରେ ଦାନ କର। କାହିଁକି ନା ଆପଣମାନେ ଜ୍ଞାନର ଭାବ କିଛି ଜାଣନ୍ତିନି। ଆମେମାନେ ଜନ୍ମ ହେଇଥିଲେ କିଛି ଦାନ ପୁଣ୍ୟ କରିବା ପାଇଁ ଆମେ ଲୋଭାର୍ଥୀ ହେଇଯାଇଛନ୍ତି। ପ୍ରକୃତି ବଶରେ ଲୋଭାର୍ଥୀ ହେଇଯାଇଛନ୍ତି। 18 ଦିନ ଯେ ଯୁଦ୍ଧ ହୋଇଲା କସେଇ, ଉଳିଏ ବାକି ରହିଲା କଳି ଯୁଗ ପାଇଁ। ଆଉ ରଣ ନଙ୍କା ହୋଇ ପରା ରହିଲେ କଜାଣ,
କଳି ଯୁଗେ ଜନ୍ମ ହୋଇ କରିବେ ଯେ ପଣ। ସେମାନେ କଳି ଯୁଗରେ ବର୍ତ୍ତମାନ ଜନ୍ମ ହୋଇ ପଣ ଆଭରଣରେ ଯୁଦ୍ଧର ଭାବନା ଦେଇଛନ୍ତି। ଆମ ଉତ୍କଳ ବା ଓଡ଼ିଶାରେ ବା ଭାରତରେ ବା ଓଡ଼ିଶା ପୁଣ୍ୟବାନ ଦେଶ। ମାନେ କ'ଣ ନା ସାଧୁମାନେ ବା ଭଗବାନଙ୍କ ରୂପୀ ଯେଉଁମାନେ କି ନର ଦେହରେ ଜନ୍ମ ହେବା ପାଇଁ କହିଥିଲେ ସେମାନେ ଏହି ଜନ୍ମଗ୍ରହଣ କରି ସାଧୁମେଳରେ ବର୍ତ୍ତମାନ ଯେଉଁ ସାଧୁମେଳା ଆମେମାନେ ଦେଖିଲୁ ସେ ସାଧୁମେଳାରେ ଉପସ୍ଥିତ ଆସିଛନ୍ତି। ଆଶ୍ଚର୍ଯ୍ୟ କଥା, ଯେଉଁ କଥା କି ମାଳିକାର ଲେଖା ଥିଲା ସମ୍ପୂର୍ଣ୍ଣ। ଦେଖନ୍ତୁ ଗୋଟେ କଥା କ'ଣ ଲେଖା ଥିଲା ଯେତେବେଳେ କି ଆମେ କଲଚର ଆସିଲେ, କହିଲା 12 ବାରଣରେ ବାରଣ ନଇବ 13ରେ ନଯିବୁ ତର କି 14 15 ଲାଗିବ ହୁନ୍ଦର ସତ ପୁରିବ ସତରକୁ। ମାନେ ଏଇ କଥାଟା ପୁରାପୁରି ଗ୍ୟାରେଣ୍ଟି ହେଇକା ଗଲା। 14 15 ହୁନ୍ଦର ଲାଗିକି ମାନେ ଜ୍ଞାନୀ ସହ ବଛା ହେଇଗଲା। ହୁନ୍ଦର ବୋଇଲେ କିଛି ଲାଗିନଥିଲା, ପ୍ରକୃତର ସତ ଆବିଷ୍କାର ହେଲା। ଯାହାକି ହେଲା ଠିକ ହେଲା, ସେଇଟାକୁ ଆମେ ବି ସମର୍ଥନ କଲୁ। କାହିଁକି ନା ସତ ଜ୍ଞାନୀ ଅସତ ଜ୍ଞାନୀ ବଛା ହେଲେ, ଜ୍ଞାନୀ ଆନନ୍ଦରେ ରହିଲେ। ତାପରେ କ'ଣ ଲେଖିଥିଲା 18 19 ସରୁ ସରୁ ଥୁକାଏ ରହେ ମରିପୁର, ଏଟା ବି ଆମେ ଅଙ୍ଗେ ଲିଭେଇଲେ। ତାପରେ କ'ଣ ଲେଖିଲା ନା କହିଲା 24ରେ 12 ନିଶ୍ୱାସ ପୁରିବ 25ରେ ଛିଡ଼ିଯିବ ପ୍ରକୃତି ଛିଡ଼ିନ ନକ୍ଷତ୍ର ଆସି ମୀନ ଶନି ଯେବେ ହେବ 27 ନକ୍ଷତ୍ର। ଆପଣ ଦେଖନ୍ତୁ 12 ଦୁଣେ 24 ନିଶ୍ୱାସ 25 ପ୍ରକୃତି 27 ନକ୍ଷତ୍ର ଏକ ଟାଇମରେ ଛିଡ଼ିଛି। ଏଇଟା ହେଉଛି ପ୍ରତ୍ୟେକ ଯୁଗ ଲାଷ୍ଟରେ ଛିଡ଼େ। ଯେତେବେଳେ କି ତ୍ରେତୟା ଯୁଗ ଲାଷ୍ଟରେ ରାବଣ ମୃତ୍ୟୁରେ ବି ଏଇଟା ଲେଖା ଅଛି। ଆମର ଦ୍ୱାପର ଲାଷ୍ଟରେ ମହାଭାରତରେ ବି ଏଇଟା ଲେଖା ଅଛି। ମୀନ ଶନି ହେଲେ କୁରୁକ୍ଷେତ୍ର ହେଇଯାଇଥିଲା। ସେମିତି ମୀନ ଶନିରେ ବକ୍ରଗତି ହେବ 27ରେ, 26 ପରେ 27 ବକ୍ରଗତି ହେଲେ ସମାଜ କହେ ବା ବେଦ କହେ ବା ଇତିହାସ ଲେଖା ଅଛି ଯେତେବେଳେ ମୀନ ଶନି ହେଇଛି ପ୍ରତ୍ୟେକ ମୀନ ଶନିରେ ଆମର 75% ଜନହାନି ଯାଆନ୍ତି। 75% ଜନହାନି ହେଇଯାଆନ୍ତି। ସେଇ ଦ୍ୱାପର ଯୁଗରେ ହେଇଥିଲେ ବା ତ୍ରେତୟା ଯୁଗରେ ବି ହେଇଥିଲେ। କଳି ଯୁଗରେ ସେଇଟା ହେବେ କି ନାହିଁ ମହାପୁରୁଷ ମାନେ ଯାହା ଲେଖିଦେଇ ଯାଇଛନ୍ତି ସେଇଟା ଯଦି ଫଳେ ସେଇଟା ବି ଆମେମାନେ ଭାବୁଛୁ ନିଶ୍ଚିତ ଫଳିବ। ନହେଲେ ସତକୁ ସତ ଯେ ଯେଉଁ କଥା ଲେଖିଦେଇ ଯାଇଥିଲେ ଉଦୟ ବଟରେ ଉଦୟ ହୋଇବ ପୂର୍ଣ୍ଣ ହୋଇଯିବ ଧାମ ନେମାଳ ଧାମରେ ଖୋଳାଖୋଳି ହେବ, ଏକଥା ହେଲା ପ୍ରମାଣ। ଏଟା ପ୍ରମାଣ ହେଲା। ମୁଁ ନିଜେ ଆଖିରେ ଏଇସବୁ ଜାଗା ଦେଖୁଛି ଆସିକି 6 ବର୍ଷ ହେଲା। ଆପଣମାନେ ସର୍ବଧନର ଆଶା ଛାଡ଼ି 2ଟା ବର୍ଷ ଭଗବାନଙ୍କ ଧାରଣାରେ ଯାଆନ୍ତୁ। ଯଦି ସତରେ ଆପଣ ପାଇଯାଆନ୍ତି ତାହେଲେ ବଞ୍ଚିଯିବେ, ବଞ୍ଚିଗଲେ ତା ଆଗକୁ ଭାବନା କରିବେ। କାହିଁକିନା ମହାକାଳ ବଳରେ ଆମେ ପଡ଼ିଛନ୍ତି। ଏକଥା ମୂର୍ଖ ଲୋକ ଅଜ୍ଞାନୀ ଲୋକ ଶୁଣିଲେ ହସିଏ, ତଥାପି ମୋର କିଛି କହିବାର ନାହିଁ। କିନ୍ତୁ ଏଇଟା ସତ କଥା। ସମସ୍ତଙ୍କ ମୁଖରୁ ସେ ଗୋଟିଏ କଥା ଆସିଛି ଯେଉଁଟାକି ଆମର ଶେଷରେ କାଳ ଆସିକି ପ୍ରକୃତିରେ ଗ୍ରାସୀ ହେଉଛି। ଆମ ମାଂସପେଶୀ ସବୁ ଫାଟିଯିବ। 80 ବର୍ଷ ପୂର୍ବରୁ ଯେଉଁ ହାଡ଼ଫୁଟି ହେଇଥିଲା ସେ ହାଡ଼ଫୁଟିର ଆଶଙ୍କା ଆସୁଛି। ଆପଣମାନେ ଆରାମସେ ପ୍ରାଣାୟାମ ବିଧିରେ ପରମ ଭାବନା କରିକି ରୁହନ୍ତୁ, କିଛି ନା କିଛି ଉନ୍ନତ ଆସିବ। ଦେଖୁ ତମ ପାଇଁ କିଛି କରାଯିବ, ପ୍ରଭୁ ନିଶ୍ଚିତ ଆସିବେ। ଏକଥା କହିଛନ୍ତି। ଆତଙ୍କ ପଡ଼ିଲେ ମୁଁ ଓହ୍ଲେଇବି, ଆତଙ୍କ ପଡ଼ିଲେ ଓହ୍ଲେଇବେ, କିନ୍ତୁ ଆପଣ ସିନା ଲାଇନ୍ରେ ଥିଲେ। ହଉ, ଜୟ ଜୟ ଧନ୍ୟବାଦ। ଖରାପ ଭାବ ବା ଭଲ ଭାବ